ମୁଁ ଆପଣଙ୍କୁ ନେଇ ଆସିଛି ଗୋଟେ ଛୋଟିଆ ଭିଡ଼ିଓରେ, ଯୋଉଟାକୁ ମୁଁ କହିବାକୁ ଚାହୁଁଛି ଠିକ୍ ବୁଝିବା ଲୋକ ଠିକ୍ ବୁଝିବେ, ଆଉ ଖରାପ ବୁଝିବା ଲୋକ ଠିକ୍ ମାତ୍ରାରେ ଖରାପ ଅଛି। ଯୋଉଟାକି ମଣିଷ ମାତ୍ରେ ବହୁତ ସାରା ଭୁଲ ହୁଏ। ଘମଣ୍ଡ, ଅହଙ୍କାର, ଧନ ସମ୍ପତ୍ତି, ମନ, ଇଚ୍ଛାର କାହାର କି ନାହିଁ, ସମସ୍ତଙ୍କ ଥାଏ ଇଚ୍ଛା କରିବା, କିନ୍ତୁ ସେ ଧନ, ସେ ମନ, ସେ ଗହଣା ଗାଡ଼ିକୁ କେହି କରିପାରିବେନି ନିଜର, କିନ୍ତୁ ମରିଗଲା ପରେ ସବୁ ଆଉ କାହାର। କିନ୍ତୁ ମୋ କହିବାର ଏତିକି ଅନୁରୋଧ, ଲାଇଫରେ ଏନ୍ଜୟ କରିବାର ସମସ୍ତଙ୍କର ଅଧିକାର, ଗାଡ଼ି ଘୋଡ଼ା କରିବାର ସମସ୍ତଙ୍କର ସୌକିଂ, ଘର ଦ୍ୱାର କରିବା ସମସ୍ତଙ୍କର ଗୋଟେ ଖ୍ୱାଇସ୍, ମନସ୍କାମନା ଥାଏ, ଯେଉଁଟାକି ପୂରଣ କରିବାକୁ ସମସ୍ତେ ଚାହାନ୍ତି, ମୁଁ ବି ଚାହେଁ। କିନ୍ତୁ କାହାର ଅନ୍ୟର ପଇସାକୁ ମୁଁ ନେଇରେ ଲଗେଇବାକୁ ଚେଷ୍ଟା କରେ ନା, କି କାହାର ବ୍ଲାକ୍ ମନିକୁ ମୁଁ ଆଣିକି ବଡ଼ ଲୋକ ହେବାକୁ ମୁଁ ଚାହେଁ ନା, କି କାହାକୁ ଠକିକି ଖାଇବାକୁ ମୋର ଜାତକରେ ନାହିଁ। କିନ୍ତୁ ଭୁଲ ଭଟକାରେ କେଉଁଠି ଯଦି ରହିଯାଇଥିବ 5 ଟଙ୍କା 10 ଟଙ୍କା, ସେଟା ଅତି ସମ୍ପର୍କୀୟ ଲୋକ ଥିବ ବୋଲି ତାଙ୍କ ପାଖରେ ରହେ। କିନ୍ତୁ ମୋ ଦ୍ୱାରା ଯେତିକି ଯାହା ପାଖରେ ମୂର୍ତ୍ତିପୂର୍ଣ୍ଣ ସାହାଯ୍ୟ ହୁଏ, ମୁଁ କେବେ କାହାକୁ ମନା କରେ ନା। ମୋର ଏଇଟା ହେଲା ମୋର ନିଜର ଆତ୍ମବିଶ୍ୱାସ, ୟା ଭିତରୁ କୁହନ୍ତି ଯେଉଁଟା, ସେ ଭିତରୁ ଏଇ କଥାଟା କହିଲି। ଆଉ ସାହାଯ୍ୟ କରିବାଟା ମୋ କର୍ମ। ଆଉ ମୋ ହାତ ଗୋଡ଼ ଚଳିଥିବା ଯାଏ, କି ମୋ ବୁଦ୍ଧି ଗୋଡ଼ ବୁଢ଼ା ହେବା ପର୍ଯ୍ୟନ୍ତ ମୁଁ ଯେତେ ଦିନ ଚାହିଁବି ପରିଶ୍ରମ କରି ଖାଇବି, ଭଗବାନଙ୍କୁ ଡାକିବି, ଅନ୍ୟକୁ ଯିବି ନାହିଁ, ନା ଅନ୍ୟ ସହିତ ମୁଁ ଡରିବି ନାହିଁ। ଆଉ ମୃତ୍ୟୁ ତ କାହାର ବି ଆସିପାରେ, କେତେବେଳେ ବି ଆସିପାରେ। ମୃତ୍ୟୁକୁ ଭୟ କରି କେବେ ପଛକୁ ଡରିବନି, କି ସଂସାରକୁ ବଢ଼ିବା ପାଇଁ କେବେ ପଛକୁ ଯିବନି। ଏମିତିଆ ପାହାଡ଼ ବହୁତ ସାରା ଆସିବ, ଆଉ ଏମିତିଆ ପାହାଡ଼ ଚଢ଼ି ଚଢ଼ି ଯାଉଥିବ, ଦିନେ ନା ଦିନେ, ଦିନେ ନା ଦିନେ ସଫଳତାର ଚାବିକାଠି ତମ ପାଖରେ ଥିବ। ଏଇଟା ନୁହଁ ଯେ ଯିଏ ବି ବଡ଼ ଲୋକ ହେଇଛି ଆଜି, ସେ ବି ଛୋଟ ଲୋକ ଦିନେ ଥିଲା। ଆଉ ସେଇ ଛୋଟ ଲୋକରୁ ଆଜି ସେ ବର୍ତ୍ତମାନ ଟଙ୍କା କୋଟିପତି। ଆଉ ଫର୍ ଏକ୍ଜାମ୍ପଲ୍ ବି ମୁଁ ଦେଇଛି, ଆଉ ଦେବି, ଆଉ ନେକ୍ସଟ ଭିଡ଼ିଓରେ ବି ଦେଇପାରିବି। ତ ସେଥିପାଇଁ ଆପଣ ଲୋଭ କରନ୍ତୁ ନାହିଁ, କାହା ପେଟକୁ ମାଡ଼ିକି ଖାଆନ୍ତୁ ନାହିଁ, କି କାହାକୁ ଘୃଣା କରନ୍ତୁ ନାହିଁ। ମଣିଷର ପୃଥିବୀରେ ସମସ୍ତଙ୍କର ବଞ୍ଚିବାର ଅଧିକାର, ଆଉ ଆପଣଙ୍କର ବି ଅଧିକାର। ପଶୁ ପକ୍ଷୀ, ଗାଈ, ସାପ, ବିଛୁ, ଖଟିଆ କାହାକୁ ଅତ୍ୟାଚାର କରନ୍ତୁ ନାହିଁ। ସମସ୍ତଙ୍କୁ ଆପଣେଇ ଦିଅନ୍ତୁ, ଭଗବାନ ଆପଣଙ୍କୁ ଆପଣେଇ ଦେବ। ଦିନେ ନା ଦିନେ ଆପଣ ବି ଭୋକ ଉପାସରେ ରହିଥିବେ। ଯେତେ ବଡ଼ ଲୋକ ହୁଅନ୍ତୁ ବା ଛୋଟ ଲୋକ ହୁଅନ୍ତୁ, କି ମଣିଷ ପ୍ରକୃତି କେବେ ବି ବଦଳେ ନା। ଆଉ ଏସବୁ ପ୍ରକୃତି ସମସ୍ତଙ୍କର ଭାଗ୍ୟରେ ଥାଏ, ଆଉ ସମସ୍ତଙ୍କର ପାଖରେ ଥାଏ। ଆଉ ଏଇ ଜିନିଷ ଯାହା ପାଖରେ ନଥିବ, ସେ କେବେ ବି, ଯିଏ ଚଢ଼ିଯାଏ ସିଢ଼ି, ସେ ନିଶ୍ଚୟ ପଡ଼ିଥାଏ ଗଳି। ଆଉ ଛୋଟ ମୋଟ କଥାକୁ ନେଇ ବା ନିଶା ଦ୍ରବ୍ୟ କରି ବା ଚୋରି ହାରି କରି ଏସବୁ ଜିନିଷରୁ ଦୂରେ ରୁହନ୍ତୁ। ନିଜର ଯେକୌଣସି କର୍ମ କରନ୍ତୁ, ଛୋଟ ହଉ ବେପାର ୟା ବଡ଼ ହଉ, ହେଲା, ତା ଦେହରେ ବୁଦ୍ଧି ଦିଅନ୍ତୁ, ଲାଗନ୍ତୁ। ଆଉ ପ୍ରକୃତି ଆଗକୁ ଛାଡ଼ନ୍ତୁ। ଆଉ ନିଜରେ ପେଟକୁ ଖାଆନ୍ତୁ, ଆତ୍ମାକୁ ଶାନ୍ତି ରଖନ୍ତୁ, ଘରକୁ ଭଲରେ ଦେଖନ୍ତୁ। ଯେତିକି କମାନ୍ତୁ, ଆପଣ 10 ଟଙ୍କା କମାନ୍ତୁ, 50 ଟଙ୍କା କମାନ୍ତୁ, ଆପଣଙ୍କର ଭାଗ୍ୟରେ ଯେତିକି କର୍ମ ଲେଖା ହେଇଥିବ ଭଗବାନ ସେତିକି ଦେବ। ଆଉ ଯେବେ ତକ ଭଗବାନ ଉପରବାଲା ନ ଚାହିଁବେ, ସେତେବେଳେ ଆପଣଙ୍କୁ ଆଗକୁ ବଢ଼ିଦେବନି। କିନ୍ତୁ ଆମ ଭାଗ୍ୟରେ ସବୁ ମିଳିଯାଇଛି, ଟଙ୍କା ସମ୍ପତ୍ତି, ଗାଡ଼ି ଘୋଡ଼ା, କାର୍, ଜମି ଜାଗା ସବୁ ଅଛି, କିନ୍ତୁ ଆମ ଭାଗ୍ୟ ନାହିଁ ସେଠି। ଆମକୁ ସେଇ ସିଟ୍ର ଆମକୁ ଜାଗା ନାହିଁ, କିନ୍ତୁ ଆମେ ବି ସେଇ ଜାଗାକୁ ଗ୍ରହଣ କରିବାକୁ ଚାହୁଁନୁ। ଆମ ଜାଗା ମାଟି, ବଞ୍ଚିଛୁ ମାଟିରେ, ମରିବୁ ମାଟିରେ, ମଲା ପରେ ବି ଯିବୁ ମାଟିରେ। ସେଥିପାଇଁ ମୁଁ ଅନୁରୋଧ କରୁଛି, ମହାପ୍ରଭୁ ଜଗନ୍ନାଥକୁ ଚରଣକୁ ଯାଆନ୍ତୁ, ଆଶୀର୍ବାଦ ନିଅନ୍ତୁ, ଆଉ ଭଲରେ ରୁହନ୍ତୁ। ଆଉ ସମସ୍ତଙ୍କୁ ମୋର ଜୟ ଜଗନ୍ନାଥ।